ଆଲାର୍ମ ସବୁଦିନ ବାଜୁଛି 3ଟାରେ। 3ଟା ପୂର୍ବରୁ ବି ଉଠି ପଡ଼ୁଛି। ବର୍ତ୍ତମାନ କିନ୍ତୁ 3:20 ହେଇଗଲାଣି। ସକାଳୁ ଉଠିକି ଆଗ ଦେଖ ନୋଟିଫିକେସନ୍ କ'ଣ ନୋଟିଫିକେସନ୍ ଆସୁଛି, ମେସେଜ୍ କ'ଣ ଆସେ। କାହିଁକିନା ଜଲ୍ଦି ଯେହେତୁ ଶୋଇପଡ଼ୁଛି, ସକାଳୁ ଉଠିଲେ କାମ ହେଉଛି ସେୟା। ତ ବର୍ତ୍ତମାନ ଏସବୁ କରିକି ବର୍ତ୍ତମାନ ଟାଇମ୍ ହେଇଗଲାଣି 3:25 ହେଇଗଲାଣି। ତ ଚେଷ୍ଟା କରିବା 25 ମିନିଟ୍ ୱେଷ୍ଟ ନ କରିକି ସକାଳୁ ଉଠିକି ଆଗ କାମ ଷ୍ଟାର୍ଟ କରିବା। ଆଉ ରହିଲା ନୋଟିଫିକେସନ୍ ମେସେଜ୍, ସେ ତ ଆଉ ଟିକେ ପରେ ମଧ୍ୟ ବି ଦେଖାଯାଇପାରିବ ନା। ବଟ୍ ଟ୍ରାଏ କରିବାକୁ ମ୍ୟାକ୍ସିମମ୍ ୟୁଟିଲାଇଜ୍ କରିବା ପାଇଁ ସକାଳ ମର୍ଣ୍ଣିଂ ଟାଇମ୍ଟା ମଧ୍ୟ। ତ ବର୍ତ୍ତମାନ ମୋର ଡାଏରୀ। ବଟ୍ ହଁ, ଗୋଟେ ଇଣ୍ଟରେଷ୍ଟିଂ ଜିନିଷ ହେଉଛି କ'ଣ, ସକାଳୁ ଉଠିଲା ମାନେ ଆଗ ଫାର୍ଷ୍ଟ କାମ ହେଲା ଡାଏରୀ ଲେଖିବା। ସେ ଆଜି ପର୍ଯ୍ୟନ୍ତ କଣ୍ଟିନ୍ୟୁ ଅଛି। ଆଣ୍ଡ ଆଜି ପର୍ଯ୍ୟନ୍ତ ମୁଁ କେବେ ଡାଏରୀ ଲେଖିପାରୁନଥିଲି। ମାନେ ସପୋଜ୍ ଅଧା ଦିନ ଲେଖିଲେ ଅଧା ଦିନ ବନ୍ଦ ହେଇଯାଉଥିଲା। ବଟ୍ ଏଇଟା ଗୋଟେ ଭଲ ଜିନିଷ। ବର୍ତ୍ତମାନଠୁ ମୁଁ ଡାଏରୀ ଲେଖିବା ଷ୍ଟାର୍ଟ କଲିଣି। ସବୁଦିନ ସକାଳୁ ଉଠିଲେ କ'ଣ କର ନ କର, ବଟ୍ ଡାଏରୀ ଲେଖା କମ୍ପଲସରି, ଯେଉଁଟାକି ବହୁତ ବଢ଼ିଆ ଜିନିଷ। ଆଣ୍ଡ ଏଇ କ୍ୱାଲିଟି ମୋତେ ମୋର ଭଲ ଲାଗୁଛି। ଆପଣଙ୍କ କଥା କହିପାରିବିନି, ବଟ୍ ୟେସ୍, ଏଇ କ୍ୱାଲିଟି ମୋତେ ବହୁତ ଭଲ ଲାଗୁଛି। ସୋ ଦେଖାବ। ଆଣ୍ଡ କାଲିର ବ୍ଲଗ୍ରେ ବହୁତ ଇଣ୍ଟରେଷ୍ଟିଂ ହେଇଥିଲା। ମାନେ ଲୋକଙ୍କ ସହିତ କଥା ହେଲି, ଭିଡ଼ିଓ ବନାଯାଇଛି, ଗୋଟେ କରେଜ୍, ଗୋଟେ ଇଣ୍ଟରେଷ୍ଟ ଆସିଥିଲା କରିବା ପାଇଁ। ଆଣ୍ଡ ସବୁକିଛି କରାଯାଇଗଲା। ତେଣୁ ଆଜି ମଧ୍ୟ ଚେଷ୍ଟା କରାଯିବ କିଛି କରିବା ପାଇଁ। ଲାଇଟ୍ ସେ କ'ଣ ହେଉଛି। ଆଜି ଗୋଟେ ଫେଭରାଇଟ୍ ଜିନିଷ କରାହେଉଛି, ଅଣ୍ଡା ଚାଟ। ତ ଅଣ୍ଡାଟା ଦେଖେଇଥିଲୁ, ଭିତରେ ଲୁଚେଇ ଦେଇଛୁ। ଏଇଠି ଅଣ୍ଡା ଦେଖ, ଏଇଠି ଅଣ୍ଡା ନୂଆଟା ବି ଏଇଠି ଅଣ୍ଡା ଦେଖାଉଛି। ଏଇଠି ହ୍ୱାଇଟ୍ ଦେଖ। ଫାର୍ଷ୍ଟ ଟାଇମ୍ ମୁଁ ଅଣ୍ଡା ଚାଟ୍ ଖାଉଛି, ଦେଖାଯାଉ। ବର୍ତ୍ତମାନ ଆସିଥିଲୁ ଷ୍ଟେସନକୁ। ଶୀତ ଆଜି ପ୍ରବଳ ହେଉଛି, 16 ଡିଗ୍ରୀ ଟେମ୍ପରେଚର୍। ବର୍ତ୍ତମାନ ଟାଇମ୍ ଦେଖିଏ ଦିଅ ପଛପଟେ 8:05, 8:14। ବର୍ତ୍ତମାନ ଯାଉଛୁ, ରିଟର୍ନ କରୁଛୁ। ରିଟର୍ନ କରି ଘରକୁ ଯିବୁ। ଆଜି ବେଶୀ ବ୍ଲଗିଂରେ ବେଶୀ କିଛି ନାହିଁ।